Good morning. Good morning to all of you. Good morning, good evening, and good afternoon also. ଆଜି ଆମେ କ୍ଲାସ୍ 10 ଜ୍ୟୋମେଟ୍ରି ବହିର ପରିମିତି ବିଭାଗ ଅନୁସରଣୀ 5F ଗୋଲକ ବିଷୟରେ ପଢ଼ିବା। ଏ କୋଶ୍ଚିନ୍ଟି ଗୋଟେ ମିଶ୍ରିତ କୋଶ୍ଚିନ୍। କୋଶ୍ଚିନ୍ ନମ୍ବର 14 5F ତାର ଶେଷ ନମ୍ବର। କୋଶ୍ଚିନ୍ଟି ହେଉଛି ଗୋଟେ ଜଳପୂର୍ଣ୍ଣ କୋଣ ଆକାର ବିଶିଷ୍ଟ ଏକ ପାତ୍ର। କୋଣ ଆକାର ବିଶିଷ୍ଟ ପାତ୍ର। କୋଣଟା ସାଧାରଣତଃ ଏଇଭଳିଆ। ତେଣୁ ଆମେ ତାକୁ ଏମିତି କରିବା। ପାତ୍ରଟା ତ ତେଣୁ ଉପରକୁ ରହିବ। ଉପର ବୃତ୍ତାକାର ଧାରର ବ୍ୟାସାର୍ଦ୍ଧ, এটা হচ্ছে বৃত্তাকার ধার, তার ব্যাসার্ধ এটা আর, ব্যাসার্ধ আর ইকুয়াল কেটে 2.5 সেমি। ও গভীরতা গেল উচ্চতা, উচ্চতা h ইকুয়াল টু 11 সেমি। তাহলে ଗୋଟେ জলপূর্ণ কোণ আকার পাত্র, উপর বৃত্তাকার ধারର ବ୍ୟାସାର୍ଦ୍ଧ 2.5 ସେমি এবং ଗଭୀରତା 11 ସେমি। ୟା ଭିତରେ କଣ ହବ ନା ଛୋଟ ଛୋଟ ଗୁଲି ଯାହାର ବ୍ୟାସାର୍ଦ୍ଧ 2.25 R1 ଇକୁଆଲ ଟୁ 0.25 ସେমি ବିଶିଷ୍ଟ ଛୋଟିଆ ଛୋଟିଆ ଗୁଲି ପଡିବ। यार व्यासार्ध होगी, व्यासार्ध ଭିତରକୁ ଜାଣିଛ ବ୍ୟାସାର୍ଧ ହେଉଛି 2.5 ସେমি। କେତୋଟି ଗୋଲି ପକେଇଲେ ଆ ମଧ୍ୟକୁ ପକେଇଲେ ଏଥିରେ ଥିବା ଜଳର 2/5 ବାହାରକୁ ଅପସାରିତ ହେବ। ଏଥିରେ ଫୁଲ୍ ଜଳ ଅଛି, ଏ ଜଳ ବାହାରି ଆସିବ। କେତେ ବାହାରି ଆସିବ? 2/5। ପ୍ରଶ୍ନଟା ବୁଝିଗଲେ? ତାହେଲେ ଜଳପୂର୍ଣ୍ଣ କୋଣାକାର ଧାରାରେ କରିବା। ଜଳପୂର୍ଣ୍ଣ କୋଣାକାର ପାତ୍ରର ବ୍ୟାସାର୍ଦ୍ଧ କେତେ? আর ইকুয়াল কেতে দেখি 2.5 সেমি। এবং দশমিক কি ଅଛି ভগ্নাংশ পদ্ধতিରେ দেব। ଦଶମିକ ପରେ ଗୋଟିଏ ଅଙ୍କ ଅଛି, ଏଇଥିରେ ଗୋଟେ ଶୂନ୍ୟ ହଜିବ। 25 10, 5 ଗଲେ 2, 5 ଗଲେ 5, 5 2 ଶୂନ୍ୟ। यार ଗଭୀରତା କେତେ? ଗଭୀରତା କୋଣର ଗଭୀରତା, ପାତ୍ରଟା ତ ଜଳ ପାତ୍ର, ଗଭୀରତା ଯାହା ଉଚ୍ଚତା ସେଇଆ, h ଇକୁଆଲ ଟୁ 11 ସେমি। ଏଥିରେ କେତେ ଜଳ ଧରିବ? ଏଥିରେ ଥିବା ଜଳର ଆୟତନ, କୋଣର ଆୟତନ ଯାହା, ଜଳର ଆୟତନ ସେଇଆ, 1/3 ପାଇ ସ୍କୋୟାର h, 1/3 ପାଇ r ସ୍କୋୟାର h ଇକୁଆଲ 1/3 ପାଇ r ମୂଲ୍ୟ ଦେଇକି 5/2 ର ସ୍କୋୟାର ଇଣ୍ଟୁ h ହେଉଛି 11। ଏତିକି ଘନ ସେମି ଜଳ ଧରିଲା ଇକୁଆଲ ଟୁ 1/3 ପାଇ ଇଣ୍ଟୁ 5 ର ସ୍କୋୟାର 25 ବାଇ 2 ର ସ୍କୋୟାର 4 ଗୁଣନ 11। ଏତିକି ଘନ ସେମି। ତା ଭିତରେ କଣ ହବ ନା ଏଇ ପାଣି ଭିତରେ ଛୋଟ ଛୋଟ ଗୋଲି ଭର୍ତ୍ତି କରାହବ। କ୍ଷୁଦ୍ର ସୀସା ଗୋଲି ର ବ୍ୟାସାର୍ଦ୍ଧ R1 ଇକୁଆଲ କେତେ? 0.25 ସେଣ୍ଟିମିଟର। ଭଗ୍ନାଂଶ କଲେ 25 100। ଗୋଟିଏ ଗୋଲି ଗୋଲାକାର, ଗୋଟିଏ ମନେକର 61 ଗୋଲି ଭର୍ତ୍ତି କରାହେଲା। ମନେକର 61 ଗୋଲି ପକାଗଲା। ତା ଭିତରେ ପକାଗଲେ କଣ ହବ? 61 ଗୋଲିର ଆୟତନ କେତେ ହବ? 61 ଗୋଲିର ଆୟତନ, ଗୋଲି ଗୋଟି କରି 61 ଗୋଲି ପକାଗଲା। ମନେକର 61 ଗୋଲିର ଆୟତନ ଯାହା, ସେତିକି ପାଣି ସେ ଅପସାରିତ କରିବ। 61 ଗୋଲିର ଆୟତନ କେତେ ହବ? x ଗୁଣନ ଛୋଟ ଗୋଲିଟା ଗୋଲକ,
ଗୋଲକର ଆୟତନ କେତେ 4/3 ପାଏ କ୍ୟୁବ 4/3 ପାଏ আর କେତେ 25/100 ତାକୁ କାଟିଦେଲେ 1/4 1/4 ର କ୍ୟୁବ ଏତିକି ଘନ ସେମି ସେ ଜାଗା ଦଖଲ କଲା 4 ସରି କ୍ୟୁବ ଅଛି ପରା ତାହେଲେ x ଗୁଣନ 4/3 ଗୁଣନ ପାଏ ଗୁଣନ 1 ର କ୍ୟୁବ 1 4 କୁ 4 କୁ 24 ଏତିକି ଘନ ସେମି ଇଜିକାଲ ଟୁ 4 ଗଲେ 16 তাহলে পাই x বাই 48 পাই x বাই 48 ঘন সেমি জল অপসারিত করিব জল অপসারিত করিব তার যেতিকি আয়তন সেতিকি জল অপসারিত করিব সে কହୁଛି মোট আয়তনর কেতে 2/5 অংশ তাহলে অতএব প্রশ্ন অনুসারে পাই x বাই 48 ইজিকাল কেতে মোট আয়তন হচ্ছে কেতে তার 1/3 পাই 25/4 গুণ 11 গুণন তার 2/5 অংশ গুণ 2/5 কাটিগলা ଆଉ କଟାକଟି କଲେ କେତେ 5 ଗଲେ 5 2 ଗଲେ 2 ଆଉ କେତେ ରହିଲା ଦେଖିବା ପାଇ * 5 * 16 ନାଇଁ 16 ଟା ଆର ପାଇ * 5 * 11 by 3 * 2 equal to pi x by 48 তাহলে x equal কেতে হবো pi * 5 * 11 by 3 * 2 ये pi by 48 ଟା କେତେ গলে হরা হই যাবে উল্টি গুড়া কিন্তু 48 by pi pi কটিগলা 3 * 2 = 6 6 ଟା 8 8 * 40 40 গুণন 11 11 * 2 84 440 টা গলি କେତେଟି ଗଲି x ର ମୂଲ୍ୟ x ଟି ଗଲି ପକାଇଦେବା 440 ଟି ଛୋଟ ଗଲି ଯାହାର ବ୍ୟାସାର୍ଦ୍ଧ 0.25 ସେଣ୍ଟିମିଟର এইভଳିଆ ଛୋଟ ଗଲି 440 ଟି ପକେଇଲେ ସମୁଦାୟ ଜଳର 2/5 ଅଂଶ ବାହାରକୁ ଅପସାରିତ ହେବ ଅର୍ଥାତ୍ 440 ଟି ଛୋଟ ଗଲିର ଆୟତନ ଯାହା ମୋଟ ପୋଲର ଆୟତନର 2/5 ଅଂଶ ଜଳର ଆୟତନ ସେଇଆ ସେତିକି ଜଳ ସେ ଅପସାରିତ କରିବ ସେତିକି ସ୍ଥାନ ଯେ ଦଖଲ କଲା ସେତିକି ପାଣି ବାହାରି ଆସିବ ତେଣୁ କେତୋଟି ଗଲି ପକେଇଲେ 440 ଟି ଗଲି ପକେଇଲେ ତେଣୁ ଗଣିତଟି ଏଭଳି କରାଗଲା ବାରମ୍ବାର ଦେଖ କଷ ଜାଣ ପ୍ରାକ୍ଟିସ କର ସମସ୍ତେ ସବସ୍କ୍ରାଇବ କର ସବସ୍କ୍ରାଇବ କଲେ ଅଟୋମେଟିକାଲି ନୋଟିଫିକେସନ ଯିବ ଆଉ ପ୍ଲେ ଲିଷ୍ଟ ଖୋଜିବା ଦରକାର ନାହିଁ ଯୋଉଦିନ ଯାହା ନୋଟିଫିକେସନ ଯିବ ତାହା ଦେଖିପାରିବ ଆଉ ସାଙ୍ଗସାଥି ମାନଙ୍କୁ ସେୟାର କର ସେୟାର କରିବାକୁ ପଇସା ପଡୁନି ମାଗଣା ଜଣେ ପରିଶ୍ରମ କରି ପଢଉଛି ଆଟଲିଷ୍ଟ ଏତିକି କର ତାହେଲେ ପଢୁଥିବା ଲୋକର ସାର୍ଥକ ହବ ତମେ ଗୁରୁ ଭକ୍ତି ହିସାବରେ ଖାଲି ମୂଲ୍ୟଟା ଦଉଛ ସେୟାରିଂ ତମ ସାଙ୍ଗସାଥି ଯେତେ ଅଛନ୍ତି ଚିହ୍ନା ପରିଚୟକୁ ସେୟାର କରିବ ଥ୍ୟାଙ୍କ ୟୁ